ବର୍ଷେ ଭିତରେ ନାରୀ କେତେ ସୁରକ୍ଷିତ ସାରା ରାଜ୍ୟ ଜାଣିଛି। ସୁରେଶ ଭାଇ ଯେଉଁ କଥା କହିଲେ, ଦାଦା ଯେଉଁ କଥା କହିଲେ ଯେ ନିଜେ ଫସିବା ଆମେ ଫସିବୁନି, ଡିବେଟ୍ ହଉ, ଆଲୋଚନା ହଉ, କାହା ସମୟରେ କେତେ ରେପ୍, ମର୍ଡର, ଗର୍ଭବତୀ ଛୁଆ ଜନ୍ମ ଦେଇଛନ୍ତି ଛାତ୍ରୀମାନେ, ଏସବୁ ଆଲୋଚନା ହେବା ଉଚିତ। ଗଣତନ୍ତ୍ର ରାଷ୍ଟ୍ରରେ ଆଲୋଚନା ହେବା ଉଚିତ। ଯେଉଁ ପର୍ଯ୍ୟନ୍ତ ଆଲୋଚନା ହେବନି ସେ ପର୍ଯ୍ୟନ୍ତ କ୍ଷୀର କ୍ଷୀର ପାଣି ପାଣି ହେବ କେଉଁଠି? ଆଲୋଚନା ହେବା ଦରକାର। ବିଜୁ ଜନତା ଦଳ ଯଦି ଅନାସ୍ଥା ପ୍ରସ୍ତାବ ଆଣିବ, କଂଗ୍ରେସ ସହମତ ଆଣୁ, ଆମେ ତାକୁ ସପୋର୍ଟ କରିବୁ। ଯଦି ବିଜୁ ଜନତା ଦଳ ଆଣିବନି ତାହେଲେ ଆମେ ଆଣିବୁ, ବିଜୁ ଜନତା ଦଳ ଆମକୁ ସହଯୋଗ କରୁ। ଆମେ ଆମେ ତ ଅନାସ୍ଥା ପ୍ରସ୍ତାବ ଆଣିବା ପାଇଁ ଆମ ପାଖରେ ନମ୍ବର ଅଛି। ଆମେ ପାଖରେ ନମ୍ବର ଅଛି। ଆମେ ଅନାସ୍ଥା ଆଣିବା ପାଇଁ 14 ଜଣ ଦରକାର ଏବଂ ସିପିଆଇ ଜଣେ ଅଛି। 15 ହେଲୁ, ଆରାମରେ ଆଣିପାରିବୁ। এই ପରିପ୍ରେକ୍ଷୀରେ ଯେତେବେଳେ ବିଜୁ ଜନତା ଦଳ ଆଣିବ ଆମେ ତାକୁ ସହଯୋଗ କରିବୁ। ଡିସ୍କସନ୍ ହଉ, ନମ୍ବର କାହାର କେତେ ଅଛି କାଉଣ୍ଟିଂରେ ଜଣାପଡ଼ିବ। ନମ୍ବର କାହାର କେତେ ଅଛି, ବିଜେପିର କେତେ ଆମ ଆଡ଼େ ଭୋଟ ଦେବେ, ଯେ ଗଣତି ହେବ ସେତେବେଳେ ଜଣାପଡ଼ିବ। ବିଜେପି କାହିଁକି ଆମକୁ ଭୋଟ ଦେବେନି? ଯେଉଁମାନେ ଅଛନ୍ତି, କିଛି ଲୋକ ବି ଅଛନ୍ତି ୟାକୁ ବିରୋଧ କରୁଛନ୍ତି, ନାରୀ ଧର୍ଷଣ ଏ ମାମଲା ଫାମଲାରେ ସେମାନେ ଅସହିଷ୍ଣୁ ହେଇକରି ଅଛନ୍ତି ବିଜେପି ଦଳର, ସେମାନେ ଆମକୁ ସହଯୋଗ କରିବେ। ହଉ, ଯଦି ସତ୍ସାହସ ଅଛି ଲଢ଼େଇ କରନ୍ତୁ, କୌଣସି ଅସୁବିଧା ନାହିଁ।